ନବୀନ ହାରିକି ବି ଏବେ ବି ହିରୋ, କିନ୍ତୁ ବିଜେପି ଜିତିକି ବି ସେ ଜିରୋ। ବିଜେଡି ପ୍ରତି ଦିନକୁ ଦିନ ଭଲ ପାଇବା ବଢୁଛି ଆଉ ବିଜେପି ପ୍ରତି ଦିନକୁ ଦିନ ଭଲ ପାଇବା କମୁଛି। ଏହାର ମୁଖ୍ୟ କାରଣ କ'ଣ ଜାଣିବାକୁ ହେଲେ ଭିଡିଓଟି ପୁରା ଦେଖିବାକୁ ପଡ଼ିବ। 24 ବର୍ଷ ଶାସନ କାଳରେ ନବୀନ ଯାହା କରିକି ଆସିଛନ୍ତି, ସାହେବ ଏବେକା ସରକାର 24 କାଳ ଧରି ତାକୁ ପୁରା କରିପାରିବ ବୋଲି ମୋତେ କାହିଁ ଲାଗୁନି। ନବୀନ ସରକାରଙ୍କ ଗୋଟେ ଭୁଲ ଯୋଗୁଁ ନବୀନ ଆଜି ଶାସନ ଗାଦିରୁ ହାତ ଧୋଇ ବସିଲାଣି। କିନ୍ତୁ ଏ ନୁହେଁ ଯେ ଜନତାଙ୍କ ହୃଦୟରୁ ନବୀନକୁ ହଟେଇ ମୋହନ ବାବୁଙ୍କୁ ବସେଇଛନ୍ତି। ଏବେକା ସରକାର 6 ମାସ ହେବ ଆସିଲାଣି, ହେଲେ କ'ଣଟା କରି ପକେଇଛି? ଯାହା ସବୁ କରିଛି ନବୀନ ସରକାର କରିକି ଯାଇଛନ୍ତି। ଦେଇଥିବା ପ୍ରତିଶ୍ରୁତି ଏଯାଏଁ ପୁରା କରିପାରିଲାନି ବିଜେପି ସରକାର। ସେ ତ ଜାଣିଛନ୍ତି ନା, ନିର୍ବାଚନ ପୂର୍ବରୁ କହିଥିଲେ ଭତ୍ତା 3000 ଦିଆଯିବ ବୋଲି ଯଦି ବିଜେପି ସରକାର ଏଥର ଶାସନ କ୍ଷମତାରେ ଆସେ। କିନ୍ତୁ କୁହାଯାଇନଥିଲା ଯେ 80 ବର୍ଷ ବୃଦ୍ଧ ହିତାଧିକାରୀଙ୍କୁ 3000 ଭତ୍ତା ଦିଆଯିବ ବୋଲି। ତମେ ଇଲେକ୍ସନ ଜିତି ସାରିଲ, ତାପରେ ଏବେ କହୁଛ 80 ବର୍ଷର ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 3000 ଭତ୍ତା ଦିଆଯିବ। ଏମିତି କ'ଣ କଥା ଥିଲା? ହେଲେ ତମର ବିଜେପି ସରକାରଙ୍କର କ'ଣ? ଖାଲି କଥାକୁ ବୁଲେଇବା ଆଉ ଦି ମୁହଁ କଥା ହବା। କ'ଣ ତମ ବିଜେପି ସରକାରଙ୍କ କେତେଟା ମୁହଁ ଖାଲି ଆଗେ ମୋତେ କହିଲ? ତମେ ଭାବ, ଆହୁରି କୁହାଯାଉଥିଲା ଯେ ବିଜେପି ଜିତିଲେ ଡାଇରେକ୍ଟ 50,000 ଟଙ୍କା ଖାତାକୁ ଦିଆଯିବ ବୋଲି ମହିଳାକୁ ସଶକ୍ତିକରଣ କରିବା ପାଇଁ। ତମେ କ'ଣ କଲ? ଏବେ ବି ପୁରା କରିପାରିଲନି। 50,000 କଥା କହି 5,000 ଦେଇ ଭୁଆଁ ବୁଲୁଛନ୍ତି ସାଧାରଣ ଗରିବ ଲୋକଙ୍କୁ। ଆଉ ତମେ ମୋହନ ବାବୁ ଦିନକୁ 3 ଥର କପଡ଼ା ବଦଳି ଆଉ କାରରେ ବସି ଭାଷଣ ଦେବା ପାଇଁ ବାହାରିଲ। ତମର ଏଇ ସୁଭଦ୍ରା ଟଙ୍କା ପାଇଁ କେତେ ଲୋକ ବିକଳ ହେଲାଣି ତମେ ଜାଣିଛ? ବ୍ୟାଙ୍କରେ ଲମ୍ବା ଲାଇନ୍ ଲଗେଇ ଚପଲ ଜୋତା ଛିଣ୍ଡିଗଲାଣି। ଆଉ ତମେ ଢୋଳ ବଜାଉଛନ୍ତି ଗାଁ ଗହଳିରେ ବୁଲି ବୁଲି। ବିଜେପି ପ୍ରତି ଆଉ ଭଲ ପାଇବା ରହିବ କୋଉଠି? କହିଥିଲ 50,000, ଦେଲେ 5,000। ମୁଖ୍ୟମନ୍ତ୍ରୀଠୁ ନେଇ ପ୍ରଧାନମନ୍ତ୍ରୀ ଆସି କହିଲେ ମାଗଣା ବିଜୁଳି ଦିଆଯିବ, କିନ୍ତୁ ଉପମୁଖ୍ୟମନ୍ତ୍ରୀ କହିଲେ ଏହାର କୌଣସି ଯୋଜନା ନାହିଁ। ଯିଏ ବିଜୁଳି ବ୍ୟବହାର କରିବ ସିଏ ପଇସା ଭରିବ। ଏହା ଭିତରେ ଅପରାଜିତା ମ୍ୟାଡମ ବି ଆସି କହିଲେ 100 ଦିନ ଭିତରେ ଓଡ଼ିଶାର ବିକାଶ ଦେଖିବେ, କିନ୍ତୁ ସେ ମ୍ୟାଡମଙ୍କୁ ଦେଖା ମିଳୁନି। ବିଜୁ ସ୍ୱାସ୍ଥ୍ୟ କାର୍ଡଟି ସମସ୍ତଙ୍କର ଏକ ସଞ୍ଜୀବନୀ କାର୍ଡ ଥିଲା। ଗରିବ ଲୋକଙ୍କ ପାଇଁ ଏହି କାର୍ଡଟି ଏକ ସଞ୍ଜୀବନୀ ସାଜିଥିଲା। ଲୋକମାନେ ମେଡିକାଲ ଯାଇ ଫ୍ରିରେ ଟ୍ରିଟମେଣ୍ଟ ହେଇପାରୁଥିଲା। ଏହାକୁ ନବୀନ ସରକାର ସମ୍ପୂର୍ଣ୍ଣ ବହନ କରୁଥିଲେ। କିନ୍ତୁ ଆଜି ଭାଜପା ଆଭା କାର୍ଡରେ ଲୋକଙ୍କୁ ତଳିତଳାନ୍ତ କରିଦେଲେଣି। ସତରେ ଯୋଜନା ଦେଖି ଲୋକ ଡରିଗଲେଣି। ଆଜ୍ଞା 4-5 ମାସ ଭିତରେ ଯଦି ଲୋକ ସରକାରକୁ ଡରିବେ, ତାହେଲେ ଲୋକ ଭୋଟ ଦେଇଥିଲେ କ'ଣ ପାଇଁ? ଲୋକ ଏବେ ଏହା ହିଁ ଭାବିଲାଣି। ସରକାରଙ୍କୁ ଲୋକ ଡରିବେ କ'ଣ ପାଇଁ? ସରକାରଙ୍କୁ ଲୋକେ ଡରିବେ କାହିଁକି? ସରକାରଙ୍କୁ ତ ଫ୍ରେଣ୍ଡଲି ରହିବା କଥା, ଜନତାଙ୍କ ସାଥିରେ ରହିବା କଥା, ଆଉ ଜନତାଙ୍କ ସୁଖ ଦୁଃଖରେ ସାଥ ଦେବା କଥା। ଏମିତି ହେଲେ ପ୍ରସ୍ତୁତ ହେଇଯାଆନ୍ତୁ ମୋହନ ବାବୁ ବିରୋଧର ଶିକାର ହେବାକୁ। ଆମର ମୋହନ ବାବୁ କେବଳ 36 ପ୍ରକାରର ବ୍ୟଞ୍ଜନ ଖାଇବେ ଆଉ ମିଛ ପ୍ରତିଶ୍ରୁତି ଦେବେ, କିନ୍ତୁ ଲୋକ ଆମ ଟପା ଖାଇ ମରିଛନ୍ତି ଏହାର ଖୋଜ ନେବେନି। ଏ ହେଉଛନ୍ତି ମୋହନ ସରକାର। ଏବେ ଆପଣ ଦେଖନ୍ତୁ ମାର୍କେଟରେ ମାଛଠୁ ନେଇ ପନିପରିବା ଏବଂ ଖାଇବା ତେଲର ଯେଉଁ ଦର, ମଣିଷ ଚାଲିବ କେମିତି? ମଣିଷଙ୍କର ଚାଲିବା କଷ୍ଟକର ହେଇଯାଇଛି। ତାପରେ ପେଟ୍ରୋଲର ବି ଆକାଶ ଛୁଆଁ ଦର। ମଣିଷ କରିବେ ତ କ'ଣ? ଯେତେବେଳେ ନିର୍ବାଚନ ହେବ ବିଜେପି ସରକାର ଜିନିଷ ପ୍ରତି 2 ଟଙ୍କା 3 ଟଙ୍କା କମ୍ କରିଦେବ, ଆଉ ମିଡ଼ିଆ ବାଲା ୟାକୁ ଦେଖି ନାଚିବେ ଯେ ସରକାର ପ୍ରତି ଜିନିଷରେ 2 ଟଙ୍କା 3 ଟଙ୍କା କମ୍ କରିଦେଇଛନ୍ତି, କିନ୍ତୁ ବଢ଼ିଲେ କୌଣସି ମିଡ଼ିଆ ବାଲା ଆସି ଭୋକିବେନି। ଏ ହେଉଛନ୍ତି ପ୍ରକୃତି ରାଜନୀତି। ଦ୍ୟାଟ୍ସ ଇଟ୍। ନମସ୍କାର।